ମୁଁ ଭାବି ନଥିଲି ଯେ ମୁଁ ଫାଷ୍ଟ ହେବି ବୋଲି ମୋ କେଟୱେରରେ ବହୁତ ପିଲା ଆସିଥିଲେ ଯେ ମୋତେ ଟିକେ କଷ୍ଟ ହୋଇଥିଲା ଯେ ଯେହେତୁ ମୁଁ ଫାଷ୍ଟ ହେଇଥିବାରୁ ମୁଁ ଖୁସି ଅଛି। 6ଟା ଅଧେରେ ଯିବାର, 9ଟା ଅଧେରେ ମାନେ ଦିନକୁ 2 ଘଣ୍ଟା କରିବାର ୱାର୍କଆଉଟ୍। ମର୍ଣ୍ଣିଂରେ 2 ଘଣ୍ଟା, ଇଭିନିଂରେ 2 ଘଣ୍ଟା, ଦିନକୁ 4 ଘଣ୍ଟା କରିବାର ୱାର୍କଆଉଟ୍। ବାପା ମା, ସାଙ୍ଗସାଥି, ଶିକ୍ଷକ, ଆମର ଶିକ୍ଷକ ହେଉଛନ୍ତି ପିଟି ସାର୍ ତପନ କୁମାର ସାହୁ, ଆଉ ମୋର ଗୋଟେ ବଡ଼ ଭାଇ ଅଛନ୍ତି କୃଷ୍ଣଚନ୍ଦ୍ର ସାହୁ, ତାଙ୍କ ତରଫରୁ ମୁଁ ଖେଳିପାରିଛି ଆଉ ତାଙ୍କେ ମୋତେ ଟ୍ରେଣ୍ଡ କରିଛନ୍ତି। ମୁଁ କହିବାକୁ ଚାହୁଁଛି ମୁଁ ୱାର୍କଆଉଟ୍ କରିବା 3 ବର୍ଷ ହେଲା, 3 ବର୍ଷ ହେଲା କେଉଁଠି ବି ମୁଁ ଫାଷ୍ଟ ମେଡ଼ାଲ ମାରିନଥିଲି। ଫାଷ୍ଟ ଟାଇମ୍ ପାଇଁ ମୁଁ ୟୁନିଭର୍ସିଟି ଇଣ୍ଟର୍ନ କଲେଜ ଯାଇଥିଲି ଖେଳିବା ପାଇଁ, ଭାବିନଥିଲି ମୁଁ ଫାଷ୍ଟ ହେବି ବୋଲି। ମୁଁ ଖୁସି, ମୋ ସହିତ ଆମର କଲେଜର ସବୁ ଷ୍ଟାଫ୍ ଏବଂ ପିଲାମାନେ ମଧ୍ୟ ବହୁତ ଖୁସି ଅଛନ୍ତି। ଯେହେତୁ ଦୀର୍ଘ ବର୍ଷ ହେଲା ଆମ କଲେଜକୁ ଏଇ ବେଷ୍ଟ ଫିଜିକ୍ରେ ସିଲ୍ ଆସେ, କିନ୍ତୁ ପ୍ରଥମ ସ୍ଥାନ ଅଧିକାର କରି କେବେ ସିଲ୍ ଆସିନଥିଲା, ସେଥିପାଇଁ ବହୁତ ଖୁସି।